10 ବର୍ଷ ପରେ ବଦଳିବାକୁ ଯାଉଛି ଦରମା ସରକାରୀ କର୍ମଚାରୀ। ଯଦି ଆପଣ କେନ୍ଦ୍ର ସରକାରୀ କର୍ମଚାରୀ ତେବେ ଏହି ଖବର ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିପାରେ। ଜାଣନ୍ତୁ ଦରମା ବୃଦ୍ଧି ସୂଚନା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ପୂର୍ବ ସମସ୍ତ ବେତନ କମିଶନଙ୍କ ସୁପାରିଶ ପ୍ରତି 10 ବର୍ଷରେ ଜାନୁଆରୀ 1ରୁ କାର୍ଯ୍ୟକାରୀ କରାଯାଇଛି। ଚତୁର୍ଥ ବେତନ କମିଶନ 1 ଜାନୁଆରୀ 1986ରୁ, ପଞ୍ଚମ ବେତନ କମିଶନ 1 ଜାନୁଆରୀ 1996ରୁ, ଷଷ୍ଠ ବେତନ କମିଶନ 1 ଜାନୁଆରୀ 2006ରୁ, ସପ୍ତମ ବେତନ କମିଶନ 1 ଜାନୁଆରୀ 2016ରୁ। ଏହି ପରମ୍ପରା ଯୋଗୁଁ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ଆଶା କରିଥିଲେ ଯେ ଅଷ୍ଟମ ବେତନ କମିଶନର ସୁପାରିଶ ମଧ୍ୟ 1 ଜାନୁଆରୀ 2026ରୁ ଲାଗୁ ହେବ। କିନ୍ତୁ TORରେ ତାରିଖ ନଥିବାରୁ ଏବେ ଏହି ଧାରଣା ଉପରେ ପ୍ରଶ୍ନ ଉଠାଉଛି। ଦେଶବ୍ୟାପୀ ପ୍ରମୁଖ କର୍ମଚାରୀ ସଂଗଠନ ଏବଂ ପେନ୍ସନଭୋଗୀ ସଂଘଗୁଡ଼ିକ ସରକାର ସ୍ପଷ୍ଟ ଭାବରେ କାର୍ଯ୍ୟକାରୀ ତାରିଖ ଉଲ୍ଲେଖ କରିବାକୁ ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ ତାରିଖ ନଥିବାରୁ ଆର୍ଥିକ ଯୋଜନା କଷ୍ଟକର ହୋଇଛି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି। କର୍ମଚାରୀ ଓ ପେନ୍ସନଭୋଗୀମାନେ ଭୟ କରୁଛନ୍ତି ଯେ ଯଦି ସୁପାରିଶଗୁଡ଼ିକ ସମୟସୀମାରେ ଲାଗୁ ନ ହୁଏ ତେବେ ସେମାନେ ଦରମା ଏବଂ ପେନ୍ସନ ବୃଦ୍ଧି ପାଇବେ ନାହିଁ। ଏହା କେବଳ ଆର୍ଥିକ ନିଷ୍ପତ୍ତିକୁ ପ୍ରଭାବିତ କରିବ ନାହିଁ ବରଂ କର୍ମଚାରୀମାନଙ୍କ ମଧ୍ୟରେ ବିଶ୍ୱାସର ଅଭାବ ସୃଷ୍ଟି କରିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ TORରେ ତାରିଖ ନଥିବା ବୈଶ୍ୱିକ କାରଣ ହୋଇପାରେ, କିନ୍ତୁ ଏହା କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଚିନ୍ତାର ଏବଂ ପ୍ରମୁଖ କାରଣ ପାଲଟିଛି। କର୍ମଚାରୀ ସଂଘଗୁଡ଼ିକ ଏବେ ସରକାରଙ୍କୁ ତାରିଖ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ ଏବଂ ଅଷ୍ଟମ ବେତନ କମିଶନ ସୁପାରିଶ ଜାନୁଆରୀ 1, 2026ରୁ ଲାଗୁ ହେବ ବୋଲି ଘୋଷଣା କରିବାକୁ ଅନୁରୋଧ କରୁଛନ୍ତି। ଏହା କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ଏବଂ ଦରମା ଏବଂ ପେନ୍ସନ ଯୋଜନାକୁ ସହଜ କରିବ। TORରେ ସ୍ପଷ୍ଟ ତାରିଖ ଅଭାବ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଯଦି ସରକାର ଶୀଘ୍ର ତାରିଖ ଘୋଷଣା କରନ୍ତି ତେବେ ଏହା ସେମାନଙ୍କର ଆର୍ଥିକ ଯୋଜନା ଏବଂ ଆତ୍ମବିଶ୍ୱାସକୁ ଦୃଢ଼ କରିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।